ନମସ୍କାର ଓଡ଼ିଶାବାସୀ, ଶୁଭ ସନ୍ଧ୍ୟା। ଆଜି ସନ୍ଧ୍ୟାରେ ରହିଛି ଦେଶ ବିଦେଶ ଜିଲ୍ଲାର ମୁଖ୍ୟ ଖବର, ଯାହା ଆପଣମାନେ 5ରୁ 10 ମିନିଟ୍ ସମୟ ଦେଇ ଦେଖିପାରିବେ। ତା ପୂର୍ବରୁ ଆପଣମାନଙ୍କୁ ଗୋଟିଏ ଅନୁରୋଧ, ଆପଣଙ୍କର ଜିଲ୍ଲାକୁ ଭଲ ପାଉଥିଲେ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟରେ ଆପଣଙ୍କର ଜିଲ୍ଲାର ନାଁ ଲେଖିଦେବେ, ଯାହାଫଳରେ ତୁରନ୍ତ ଆପଣଙ୍କର ଜିଲ୍ଲାର ଖବର ମଧ୍ୟ ପାଇପାରିବେ। ତେବେ ଆଜି ସନ୍ଧ୍ୟାରେ କ'ଣ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି, ଚାଲନ୍ତୁ ତା ଉପରେ ନଜର ପକାଇବା। ନମ୍ବର 1, ସୁଭଦ୍ରା ଟଙ୍କା ପାଇନଥିବା ମହିଳାଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କର ପରାମର୍ଶ। ତେବେ ସୁଭଦ୍ରା ହିତାଧିକାରୀଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ। ଗୋଟିଏ ଆକାଉଣ୍ଟ ସହିତ ଗୋଟିଏ ମୋବାଇଲ ନମ୍ବର ଲିଙ୍କ ପାଇଁ ପରାମର୍ଶ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ କହିବା ଅନୁସାରେ ପ୍ରାୟ 5 ଲକ୍ଷ ଆବେଦନକାରୀଙ୍କ ବ୍ୟାଙ୍କ ସହ ଲିଙ୍କ ହୋଇନାହିଁ। ବ୍ୟାଙ୍କ ଆକାଉଣ୍ଟ ଆଧାର କାର୍ଡ ନମ୍ବର ମଧ୍ୟରେ ସମନ୍ୱୟ ନାହିଁ। ଯେଉଁ ମହିଳାମାନେ ଏସବୁ କରିନାହାନ୍ତି ତାଙ୍କ ଆକାଉଣ୍ଟ ମଧ୍ୟ ଟଙ୍କା ଆସିନାହିଁ। ଯେଉଁମାନଙ୍କର 2-3ଟି ଆକାଉଣ୍ଟ ରହିଛି ସେମାନଙ୍କର ଏଭଳି ମଧ୍ୟ ସମସ୍ୟା ଦେଖାଯାଇଛି। ବ୍ୟାଙ୍କ ଯାଇ ଗୋଟିଏ ଆକାଉଣ୍ଟ ଗୋଟିଏ ମୋବାଇଲ ନମ୍ବର ଯୋଡ଼ିବାକୁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। 24 ତାରିଖରେ ବାକି ହିତାଧିକାରୀଙ୍କୁ ଟଙ୍କା ମିଳିଯିବ। ଯଦି କେହି ଏଥିରୁ ବଞ୍ଚିତ ହୁଅନ୍ତି ତେବେ 24 ତାରିଖ ପରେ ଗାଁ ଗାଁକୁ ଟିମ୍ ଯାଇ ତଦାରଖ କରିବ ବୋଲି ସେ କହିଛନ୍ତି। ଅନ୍ୟପଟେ ଅଙ୍ଗନବାଡି କର୍ମୀ ଏବଂ ବ୍ୟକ୍ତିଗତ ଭେରିଫିକେସନ ମଧ୍ୟ କରିବେ, ଯାହାଫଳରେ ଅଙ୍ଗନବାଡି କର୍ମୀଙ୍କୁ ମଧ୍ୟ ଟଙ୍କା ମିଳିବ ବୋଲି କୁହାଯାଉଛି। ଯଦି ଆପଣମାନେ ଏପର୍ଯ୍ୟନ୍ତ ଟଙ୍କା ପାଇନାହାନ୍ତି ତାହେଲେ ନିଶ୍ଚିନ୍ତ ଗୋଟେ ଲେଖାଏଁ କମେଣ୍ଟ ମଧ୍ୟ କରିଦେବେ। ନମ୍ବର 2, ଯୋଗାଣ ମନ୍ତ୍ରୀଙ୍କର ବଡ଼ ଘୋଷଣା। ନୂଆ ବର୍ଷ ପୂର୍ବରୁ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ। ସେଥିପାଇଁ ନଭେମ୍ବର ମାସ ସୁଦ୍ଧା ଇ-କେୱାଇସି ଯାଞ୍ଚ ସରିବ। ଆବେଦନକାରୀଙ୍କ ମଧ୍ୟରୁ 16 ଲକ୍ଷରୁ ଅଧିକ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି। ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ତେବେ ପ୍ରକାଶ ଥାଉ କି ଇ-କେୱାଇସି ପଞ୍ଜୀକରଣ ସରିବା ପରେ ଖାଉଟିଙ୍କୁ ନୂଆ ରାସନ କାର୍ଡ ବଣ୍ଟାଯିବ। ପାଖାପାଖି 3.5 କୋଟି ଲୋକଙ୍କୁ ଇ-କେୱାଇସି ପଞ୍ଜୀକରଣ ହେବ। ଏହି ପ୍ରକ୍ରିୟା ସରିବା ପରେ ଯାଞ୍ଚ କରାଯାଇ ଅଯୋଗ୍ୟ ହିତାଧିକାରୀଙ୍କ ନାଁ ହଟାଯିବ। କେବଳ ଯୋଗ୍ୟ ହିତାଧିକାରୀଙ୍କୁ ବଛାଯାଇ ସେମାନଙ୍କୁ ନୂଆ ରାସନ କାର୍ଡ ମିଳିବ। ଯେଉଁମାନେ ଇ-କେୱାଇସି କରିନାହାନ୍ତି ସେମାନଙ୍କର ଯାଞ୍ଚ କରାଯାଇ ସ୍ୱତନ୍ତ୍ର ଟିମ୍ ଘର ବୁଲି ସମ୍ପୃକ୍ତ ବ୍ୟକ୍ତି କାହିଁକି ଇ-କେୱାଇସି କରିନାହାନ୍ତି ତାଙ୍କୁ ଅନୁଧ୍ୟାନ ମଧ୍ୟ କରାଯିବ। ମୃତ୍ୟୁ ପରେ ବି ବହୁ ହିତାଧିକାରୀଙ୍କ ନାମରେ କାର୍ଡ ରହିଛି, ଯାହାକୁ ଭୂତ କାର୍ଡ କୁହାଯାଉଛି। ଏହି କାର୍ଡରେ ଆସୁଥିବା ରାସନ ବାଟ ମରଣା ହେଉଛି, ସେଗୁଡ଼ିକ କଡ଼ାକଡ଼ି ଭାବେ ଯାଞ୍ଚ କରି କାଟି ଦିଆଯିବ। ଅଯୋଗ୍ୟ ହିତାଧିକାରୀଙ୍କୁ କାଟିବା ପରେ ଖାଲି ପଡୁଥିବା ସ୍ଥାନରେ ନୂଆ ହିତାଧିକାରୀଙ୍କ ନାଁ ମଧ୍ୟ ଯୋଡ଼ାଯିବ। ସେମାନଙ୍କୁ ନୂଆ ରାସନ କାର୍ଡ ମିଳିବ। ପ୍ରତି ମାସରେ ଯୋଡ଼ା ହୋଇଥିବା ପରିବାର ସଦସ୍ୟଙ୍କର ଆଧାର କାର୍ଡ ଇ-କେୱାଇସି କରାଯିବ, ଯାହା ଯୋଗାଣ ପ୍ରକ୍ରିୟା ସ୍ୱଚ୍ଛ କରିବ ବୋଲି କୁହାଯାଉଛି। ଶିଶୁ ଦିବସରେ ହେବ ଗୋଟିଏ ହସ କାର୍ଯ୍ୟକ୍ରମ, ପୁରସ୍କୃତ ହେବେ ସୁସ୍ଥ ଶିଶୁ। ତେବେ ଶିଶୁ ଦିବସରେ ସମ୍ମାନିତ ହେବେ ସୁସ୍ଥ ଶିଶୁ। ରାଜ୍ୟରେ ସମସ୍ତ ଅଙ୍ଗନବାଡି ଜ୍ଞାନ କେନ୍ଦ୍ରରେ 6 ଜଣ ଲେଖାଏଁ ସୁସ୍ଥ ଶିଶୁକୁ ପୁରସ୍କୃତ କରାଯିବ। ମହିଳା ଏବଂ ଶିଶୁ ବିକାଶ ବିଭାଗ ଅଧୀନ ଗୋଟିଏ ହସ କାର୍ଯ୍ୟକ୍ରମରେ ପୋଷଣ ଅଭିଯାନ ସହ ସମାନ୍ତରାଳ ଭାବରେ ରାଜ୍ୟବ୍ୟାପୀ ଆୟୋଜିତ କରାଯିବ। ଏହି ପରିପ୍ରେକ୍ଷୀରେ ସମସ୍ତ ଜିଲ୍ଲାକୁ ନିର୍ଦ୍ଦେଶାବଳୀ ପ୍ରଦାନ କରାଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜ୍ୟରେ ସବୁ ଅଙ୍ଗନବାଡି କେନ୍ଦ୍ରରେ ପାଳିତ ହେବ ଶିଶୁ ଦିବସ। ଏହି ଅବସରରେ ଆଦମ ଶୈଶବର ଯତ୍ନ ଏବଂ ଶିକ୍ଷା ଉପରେ ଶିଶୁମାନଙ୍କର ଉତ୍ସବ ଗୋଟିଏ ହସ କାର୍ଯ୍ୟକ୍ରମ ଆୟୋଜିତ ହେବ। ତେବେ ଚଳିତ ବର୍ଷ ପ୍ରଥମ କରି ରାଜ୍ୟରେ ସମସ୍ତ 8,118 ଅଙ୍ଗନବାଡି କେନ୍ଦ୍ରରେ ଗୋଟିଏ ହସ ପୋଷଣ ଏବଂ ସେମାନଙ୍କ ପିତାମାତାଙ୍କୁ ପ୍ରୋତ୍ସାହିତ କରାଯିବ। ପୋଷଣ ଟ୍ରାକରେ ଅନୁସାରେ ସାଧାରଣ ବର୍ଗରେ ଥିବା ଶିଶୁମାନଙ୍କୁ 2ଟି ବର୍ଗ ଯଥା 6 ମାସରୁ 3 ବର୍ଷ ଏବଂ 3 ବର୍ଷରୁ 6 ବର୍ଷ ଅନୁଯାୟୀ ସୁସ୍ଥ ଶିଶୁ ଚିହ୍ନଟ ହେବ। ସେହି ସୁସ୍ଥ ଶିଶୁଙ୍କୁ ମଧ୍ୟ ପୁରସ୍କୃତ କରାଯିବ ବୋଲି ସରକାର କହିଛନ୍ତି। ଏଯାଏଁ କାର୍ଯ୍ୟକ୍ରମ ହୋଇନି ଶିଶୁ ଭବନ କୋଠା, ଶୂନ୍ୟରେ ଗଣା ହେଲାଣି 30 ଲକ୍ଷ ବିଜୁଳି ବିଲ୍। ତେବେ ଶିଶୁ ଭବନ ଡାକ୍ତରଖାନାରେ ଭିତ୍ତିଭୂମିକୁ ଦୃଢ଼ କରିବା ପାଇଁ ନିର୍ମାଣ ହୋଇଛି 7 ମହଲା ବିଶିଷ୍ଟ ଅତ୍ୟାଧୁନିକ କୋଠା। ବିଦ୍ୟୁତ୍ ବ୍ୟବସ୍ଥାର ବିକଳ୍ପ ପାଇଁ କୋଠାର ଛାତ ଉପରେ 2 କୋଟିରୁ ଅଧିକ ବ୍ୟୟରେ ଖଞ୍ଜା ହୋଇଛି ସୋଲାର ପ୍ରକଳ୍ପ। କୋଠା ନିର୍ମାଣ ଏହାର ଆନୁଷଙ୍ଗିକ କାର୍ଯ୍ୟ 2 ବର୍ଷରୁ ଅଧିକ ହେବ ସରିଲାଣି। ମାତ୍ର ଏହି କୋଠା ଏପର୍ଯ୍ୟନ୍ତ ଶିଶୁ ରୋଗୀଙ୍କ ସେବାରେ ବ୍ୟବହାର ହୋଇନାହିଁ। ଡାକ୍ତର, ନର୍ସିଂ ଷ୍ଟାଫ୍, ସ୍ୱାସ୍ଥ୍ୟକର୍ମୀଙ୍କର ମଧ୍ୟ କୋଠା ଭିତରକୁ ପାଦ ପଡୁନାହିଁ। ହେଲେ ତାଲା ଝୁଲୁଥିବା କୋଠା ତୁଚ୍ଛାଟାରେ ମାସକୁ ବିଦ୍ୟୁତ୍ ବିଲ୍ ଗଣାଯାଉଛି ପାଖାପାଖି 4 ଲକ୍ଷ ଟଙ୍କା। ମାସେ କି 2 ମାସ ନୁହେଁ, ଦୀର୍ଘ ବର୍ଷେ ହେଲାଣି ବିଦ୍ୟୁତ୍ ବିଲ୍ ବାବଦକୁ ଶିଶୁ ଭବନ କର୍ତ୍ତୃପକ୍ଷ ଗଣି ସାରିଲେଣି 30 ଲକ୍ଷରୁ ଅଧିକ ଟଙ୍କା। ଏବେ ମଧ୍ୟ ଯାଞ୍ଚ ହେବ। ସରକାରଙ୍କ ମାଲ ଦରିଆମି ଡାଲ ଏସେ ଏମିତି କରୁଛନ୍ତି। ତେଣୁ କୋଠା ତିଆରି ସମସ୍ତ ମେସିନ ଚିକିତ୍ସାକରଣ ଉପଯୁକ୍ତ ରୋଗୀ ସେବା ଯୋଗାଇ ଦିଆଯିବ। ତେଣୁ ଏହା ଭିତରେ କ'ଣ କେଁ ରହିଛି ସେ ନେଇ ସରକାର ମଧ୍ୟ ଅନୁଧ୍ୟାନ କରିବେ। ମନ୍ଦିର ମାଳିନୀ ସହରରେ ଅଧିକାଂଶ ପୁଷ୍କରଣୀ ମୃତ ପ୍ରାୟ। କାର୍ତ୍ତିକ ପୂର୍ଣ୍ଣିମାରେ କୃତ୍ରିମ ଜଳାଶୟ ଭରସା।
ତେବେ ଶୁକ୍ରବାର ଦିନ କାର୍ତ୍ତିକ ପୂର୍ଣ୍ଣିମା ବୋଇତ ବନ୍ଦାଣ ହେବ। ଭୋରୁ ରାଜଧାନୀ ବାସିନ୍ଦା ଭସାଇବେ ଡଙ୍ଗା। ହେଲେ କେଉଁଠି ଭସାଇବେ? ହିସାବ କଲେ ରାଜଧାନୀର ଛୋଟ ବଡ଼ 121ଟି ପୁଷ୍କରଣୀ ଅଛି। କୁଆଖାଇ, ଦୟାନଦୀ, ବିନ୍ଦୁସାଗରକୁ ଛାଡ଼ିଦେଲେ ଏତିକି ପୁଷ୍କରଣୀ। ସେଥିମଧ୍ୟରୁ ଅଧିକାଂଶ ମୃତ ପ୍ରାୟ। ଅଧିକାଂଶ ପୋଖରୀ ଦଳ ଆବର୍ଜନାରେ ଭର୍ତ୍ତି ହୋଇ ରହିଛି। ପାଣି ଦୁର୍ଗନ୍ଧ ହେଉଛି। ବ୍ୟବହାର ଅନୁପଯୁକ୍ତ ହୋଇପଡ଼ିଛି। ପୁଷ୍କରଣୀରେ ଡଙ୍ଗା ଭସାଇବାକୁ ଲୋକେ ନାକ ଟେକୁଛନ୍ତି। ତେଣୁ ଇଏ ଗୋଟିଏ ରହିଛି ପୁଷ୍କରଣୀ, ଯାହା ବିନ୍ଦୁସାଗର। ବିନ୍ଦୁସାଗର ରାଜଧାନୀର ପ୍ରମୁଖ ପୁଷ୍କରଣୀ। ଏଠି ମଧ୍ୟ ବହୁତ ପ୍ରକାର ଲୋକ ଆସିବେ। ଓଡ଼ିଆ ପରମ୍ପରା ବୋଇତ ବନ୍ଦାଣର ସ୍ୱତନ୍ତ୍ରତା ରହିଛି। ପ୍ରତି ଓଡ଼ିଆର ଓଡ଼ିଶାର ଗୌରବମୟ ଐତିହ୍ୟକୁ ମନେ ପକାଇ ଶ୍ରଦ୍ଧା ସମ୍ମାନ ସହ ଡଙ୍ଗା ଭସାଉଛନ୍ତି। ହେଲେ ପରବର୍ତ୍ତୀ ସମୟରେ ଉକ୍ତ ଜଳାଶୟର ଅବସ୍ଥା ସମ୍ପୂର୍ଣ୍ଣ ବିଗିଡ଼ି ଯାଉଛି। ଜଳ ପ୍ରଦୂଷିତ ହେବା ସହର ପାଲଟି ଯାଉଛି। ତେଣୁ ସରକାର ଏବେ ସ୍ୱଚ୍ଛତା ଆଣିବା ପାଇଁ ମନା କରିଦେଇଛନ୍ତି ଥର୍ମୋକୋଲ ଡଙ୍ଗାକୁ। ଏବେ ବୋଇତ ବନ୍ଦାଣରେ ଥର୍ମୋକୋଲ ଡଙ୍ଗା ବ୍ୟବହାର ହେବ ନାହିଁ ବୋଲି ସରକାର କହୁଛନ୍ତି। ଡିଜିଟାଲ ପ୍ଲାଟଫର୍ମରେ ମୋ ବସ୍, ଘରେ ବସି ଅନଲାଇନରେ କାଟିପାରିବେ ଟିକେଟ। ଏବେ ଘରେ ଥାଇ ସିଧା ଟିକେଟ କରିହେବ। ଫୋନ ପେ, ଗୁଗଲ ପେ ଭଳି ଆପ୍ରେ ଟିକଟ କରିପାରିବେ ଯାତ୍ରୀ। ଏନେଇ କ୍ୟାପିଟାଲ ରିଜିୟନ ଅର୍ବାନ ଏବଂ ଟ୍ରାନ୍ସପୋର୍ଟ ଓପନ ନେଟୱାର୍କ ଫର ଡିଜିଟାଲ କମର୍ସ ପ୍ଲାଟଫର୍ମରେ ଡିଜିଟାଲ ଟିକେଟ ବିକ୍ରେତା ଭାବରେ ପଞ୍ଜୀକୃତ ହେବ। ମଙ୍ଗଳବାର ଦିନ ଗୃହ ନିର୍ମାଣ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ଏବଂ କରୁଡ଼ ପରିଚାଳନାର ଡକ୍ଟର ଥିରୁମାଲ ନାୟକ କହିଛନ୍ତି। କୁହାଯାଉଛି ଯେ ମୋ ବସ୍‌ରେ ଏଥର ଘରେ ବସି ଆପଣମାନେ ଟିକେଟ କାଟିପାରିବେ। ଆଉ ତୁରନ୍ତ ମଧ୍ୟ ଯାତ୍ରା କରିପାରିବେ। ତେବେ ଆପ୍ ମାଧ୍ୟମରେ ମୋ ବସ୍ ଅନଲାଇନ ଟିକେଟ କ୍ରୟ କରିପାରିବେ ଆପଣମାନେ। ସେପଟେ ଖୁବ୍ ଶୀଘ୍ର ମୋ ଯାତ୍ରୀ ଆପ୍ ଲଞ୍ଚ ହେବା ପାଇଁ ଯାଉଛି। ଏଥିରେ ବର୍ତ୍ତମାନ ସୁଦ୍ଧା 12,000ରୁ ଅଧିକ ଅଟୋ, କାର୍ ପଞ୍ଜୀକୃତ ହୋଇସାରିଛି। ଓଲା, ଉବର ଭଳି ଏହି ଆପ୍‌ରେ ଆପଣମାନେ ଗାଡ଼ି ବୁକିଂ କରିପାରିବେ। ଖାଲି ସେତିକି ନୁହେଁ, ମୋ ବସ୍‌ରେ ଯିବାକୁ ଚାହୁଁଥିବା ଯାତ୍ରୀମାନେ ମଧ୍ୟ ଘରୁ ବସି ଟିକେଟ ବୁକିଂ କରିପାରିବେ। ବିଳମ୍ବରେ ହଉ ପଛେ ଆସିଲା ଶୀତ। ଏବେ 15ଟି ସହର 20 ଡିଗ୍ରୀ ତଳେ। ତେବେ ରାଜ୍ୟରେ 15 ସହରର ତାପମାତ୍ରା 20 ଡିଗ୍ରୀ ତଳକୁ ଖସିଛି। ଦାରିଙ୍ଗବାଡ଼ିରେ ତାପମାତ୍ରା ସବୁଠୁ କମ୍ ରହିଛି। ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା 16 ଡିଗ୍ରୀ, ଭବାନୀପାଟଣା 17, ଝାରସୁଗୁଡ଼ାରେ 17, ରାଉରକେଲାରେ 17.3, ନବରଙ୍ଗପୁରରେ 17.5 ଏମିତି ରହିଛି। ତେବେ ଆସନ୍ତା 3 ଦିନରେ ପ୍ରବଳରୁ ଅତି ପ୍ରବଳ ଶୀତର ପ୍ରକୋପ ବଢ଼ିବ ବୋଲି କୁହାଯାଉଛି। ଜାନୁଆରୀ 8ରେ ଆସିବେ ଭୁବନେଶ୍ୱର ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ସହିତ ରାଷ୍ଟ୍ରପତି। ତେବେ ଜାନୁଆରୀ 8ରେ ଭୁବନେଶ୍ୱରରେ ହେବ ପ୍ରବାସୀ ଭାରତୀୟ ଦିବସ। ଏଥିରେ ବୈଦେଶିକ ମନ୍ତ୍ରଣାଳୟ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୱେବସାଇଟରୁ ଉନ୍ମୋଚନ କରିଛନ୍ତି। ତେବେ ଏହି ଭାରତୀୟ ଦିବସରେ ଏବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଯୋଗ ଦେବେ ବୋଲି ମୁଖ୍ୟମନ୍ତ୍ରୀ ମଧ୍ୟ ସୂଚନା ଦେଇଛନ୍ତି। ଏହି ଉତ୍ସବରେ 7,000 ଅତିଥିଙ୍କୁ ଆତିଥ୍ୟ ଯୋଗାଇବ ଓଡ଼ିଶା। 18ତମ ସଂସ୍କରଣରୁ ଏବେ ଓଡ଼ିଶାକୁ ଅନେକ ଫାଇଦା ମିଳିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ମୋଦିଙ୍କ ପାଦ ଛୁଇଁଲେ ନୀତିଶ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିହାର ଗସ୍ତ କରି ରାଜ୍ୟବାସୀଙ୍କୁ 12,000 କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି। ଏହା ସହିତ ଜନସଭାକୁ ସମ୍ବୋଧନ ମଧ୍ୟ କରିଛନ୍ତି। ଏହି ସମୟରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଛି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁଥିବା ଦେଖିବାକୁ ମିଳିଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ତାଙ୍କ ହାତକୁ ଧରି ନେଇଥିବା ଦେଖିବାକୁ ମିଳିଛି, ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାର ଦରଭଙ୍ଗାର ଆୟୋଜିତ କାର୍ଯ୍ୟକ୍ରମରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପାଦ ଛୁଇଁଥିବା ଅଭିବାଦନ ଜଣାଇଥିଲେ। ଏହି ସମୟରେ ମଞ୍ଚରେ ବିଜେପି ଏବଂ ଜେଡିୟୁର ଏକାଧିକ ନେତା ମଧ୍ୟ ଉପସ୍ଥିତ ଥିଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ନୀତିଶଙ୍କୁ ମୋଦି ଉଠେଇ ନେଇଛନ୍ତି ବୋଲି କୁହାଯାଉଛି। ଆଉ ଏହି ପ୍ରକଳ୍ପରେ ଶିଳାନ୍ୟାସ କରିବା ପାଇଁ ଜନସଭାକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଆଉ ଗୋଟେ ବଡ଼ ଖବର ଆସିଛି ସାମ୍ନାକୁ। ଲିଫ୍ଟ ଆସିବା ପୂର୍ବରୁ ଖୋଲିଗଲା ଗେଟ୍, ଖସି ପଡ଼ିବାରୁ ଚାପି ହୋଇଗଲେ ସିକ୍ୟୁରିଟି ଗାର୍ଡଙ୍କ ଜୀବନ। ଅସାବଧାନ ଯୋଗୁଁ ଚାଲିଗଲା 56 ବର୍ଷୀୟ ବ୍ୟକ୍ତିଙ୍କ ଜୀବନ। ଲିଫ୍ଟ ଆସିବା ପୂର୍ବରୁ ଖୋଲିଗଲା ଗେଟ୍, ତେବେ ଅନ୍ୟ ମନସ୍କ ହୋଇ ଭିତରକୁ ପଶି ଯାଇଥିଲେ ବ୍ୟକ୍ତି ଜଣକ, ଫଳରେ ଚାପି ହୋଇ ଚାଲିଗଲା ଜୀବନ। ଏହି ଘଟଣା ଘଟିଛି ଚେନ୍ନାଇର ତାମ୍ବରମ ନିକଟରେ ଏକ ଆପାର୍ଟମେଣ୍ଟରେ। ସୂଚନା ମୁତାବକ ଚେନ୍ନାଇ ତାମ୍ବରମର ଏକ ଆପାର୍ଟମେଣ୍ଟରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ ନଟରାଜ। ରବିବାର ଦିନ ତାଙ୍କର ଡ୍ୟୁଟି ହେତୁ ଛାତର କବାଟ ବନ୍ଦ କରିବାକୁ ଯାଇଥିଲେ। କବାଟ ବନ୍ଦ କରି ଆସିବା ବେଳେ ଲିଫ୍ଟର ବଟନ ମାରିଥିଲେ। ହେଲେ ବୈଷୟିକ ତ୍ରୁଟି ଯୋଗୁଁ ଲିଫ୍ଟ ଆସିବା ପୂର୍ବରୁ ଲିଫ୍ଟର ଗେଟ୍ ଖୋଲି ଯାଇଥିଲା। ସେତେବେଳେ ନଟରାଜ ଭାବିଥିଲେ ଯେ ଲିଫ୍ଟ ଆସିଗଲା ବୋଲି। ତେଣୁ ନ ଦେଖି ସେ ହଠାତ୍ ଲିଫ୍ଟ ଭିତରକୁ ପଶି ଯାଇଥିଲେ। ଫଳରେ ଲିଫ୍ଟ ଉପରୁ ଖସି ପଡ଼ିଥିଲେ। ଲିଫ୍ଟ ଉପରେ ଖସି ପଡ଼ିବା ଯୋଗୁଁ ଲିଫ୍ଟ ଉପରୁ ଆସିବା ବେଳେ ନଟରାଜ ଚାପି ହୋଇଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ଜୀବନ ମଧ୍ୟ ଚାଲିଯାଇଥିଲା। ତେବେ 3 ମାସ ବିଳମ୍ବ ହେବ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ।
ତେବେ କୁହାଯାଉଛି ଉତ୍ତରପ୍ରଦେଶ ଅଯୋଧ୍ୟାରେ ସହର ନିର୍ମିତ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଚଳିତ ବର୍ଷ ଜାନୁଆରୀ ସମ୍ପନ୍ନ ହୋଇଥିଲେ ସୁଦ୍ଧା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରି ନାହିଁ। 2025 ଜୁନ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି କୁହାଯାଉଛି। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ପ୍ରଥମେ କୁହାଯାଇଥିଲା ଯେ ନିର୍ମାଣ କାର୍ଯ୍ୟ ଶେଷ ହେବାକୁ 3 ମାସ ବିଳମ୍ବ ହେବ ବୋଲି। ତେବେ ଟ୍ରଷ୍ଟ ପକ୍ଷରୁ କୁହାଯାଇଛି 2025 ସେପ୍ଟେମ୍ବର 25 ସୁଦ୍ଧା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଆଶା କରାଯାଉଛି। ବର୍ତ୍ତମାନ ଶ୍ରମିକ ମିଳିବା କଷ୍ଟକର ହୋଇପଡ଼ିବାରୁ ନିର୍ମାଣ କାର୍ଯ୍ୟ ବିଳମ୍ବ ଘଟୁଛି ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ନିର୍ମାଣ କାର୍ଯ୍ୟ ପାଇଁ ଆବଶ୍ୟକ ଶ୍ରମିକଙ୍କ ସଂଖ୍ୟା ତୁଳନାରେ 200 ଅଭାବ ପରିଲକ୍ଷିତ ହୋଇଛି। ମନ୍ଦିରର ପାଚେରୀ ନିର୍ମାଣ ପାଇଁ 8.4 ଲକ୍ଷ ଘନଫୁଟ ଲାଲ ରଙ୍ଗର ବଂଶୀ ପାହାରପୁର ଏବଂ ପଥର ଆସିଥିଲେ ମଧ୍ୟ ଶ୍ରମିକଙ୍କ ଅଭାବ ଯୋଗୁଁ ପାଚେରୀ ନିର୍ମାଣ ହୋଇପାରିନାହିଁ ବୋଲି ଟ୍ରଷ୍ଟ ମଧ୍ୟ କହିଛି। 19 ବର୍ଷ ପରେ ଫେରୁଛି ଶକ୍ତିମାନ, ସାମ୍ନାକୁ ଆସିଲା ପ୍ରଥମ ଝଲକ। ତେଣୁ ଦର୍ଶକଙ୍କ ମନରେ ଅପେକ୍ଷା ଥିଲା ଶକ୍ତିମାନ କେବେ ଆସିବ। ଛୋଟବେଳେ ଆପଣମାନେ ଦେଖିଥିବେ ଶକ୍ତିମାନକୁ ନେଇ କେତେ କ୍ରେଜ୍ ଥିଲା। ଆଉ ଦର୍ଶକ ଦୀର୍ଘ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇ ପୁଣି ଫେରୁଛି ଲୋକବାହିକ ଧାରାବାହିକ ଶକ୍ତିମାନ। ଭାରତରେ ବ୍ୟାଟମ୍ୟାନ୍ କିମ୍ବା ସ୍ପାଇଡରମ୍ୟାନ୍ ନୁହେଁ, ଶକ୍ତିମାନ ଥିଲା 90 ଦଶକର ସୁପର ହିରୋ। 1997 ଆରମ୍ଭ ହୋଇଥିଲା ଏହି ଧାରାବାହିକ। ଦେଶର ଘରେ ଘରେ ମଧ୍ୟ ପରିଚିତ ଥିଲା। ଇତିମଧ୍ୟରେ ଶକ୍ତିମାନଙ୍କୁ ନେଇ ଆସିଛି ଏକ ବଡ଼ ଖବର। ଶକ୍ତିମାନ ଚରିତ୍ରରେ ଅଭିନୟ କରୁଥିବା ଲୋକପ୍ରିୟ ମୁକେଶ ଖାନ୍ନା ନିଜ ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବ ପେଜରେ ଏକ ଟିଜର ଏବଂ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କ ଶୋର ପୁନଃ ଆରମ୍ଭ ଏବଂ ସୁପର ହିରୋର ପ୍ରତ୍ୟାବର୍ତ୍ତନ ନେଇ ଘୋଷଣା ମଧ୍ୟ କରିଛନ୍ତି। ମୁକେଶ ଖାନ୍ ତାଙ୍କ ଇନଷ୍ଟାଗ୍ରାମରେ ଶକ୍ତିମାନର ବହୁ ପ୍ରତୀକ୍ଷିତ ପ୍ରତ୍ୟାବର୍ତ୍ତନ ଘୋଷଣା କରି ପ୍ରଥମ ପୋଷ୍ଟର ଏବଂ ଟିଜର ସେୟାର କରିଛନ୍ତି। ଏଥିରେ ଲେଖିଛନ୍ତି, ବର୍ତ୍ତମାନ ତାଙ୍କ ଫେରିବାର ସମୟ ଆସିଛି। ଆମର ପ୍ରଥମ ଭାରତୀୟ ସୁପର ଶିକ୍ଷକ ସୁପର ହିରୋ। ଯେହେତୁ ଆଜିକାଲିର ପିଲାଙ୍କର ଅନ୍ଧକାର ଏବଂ ଆସୁରିକ ଶକ୍ତି କବଳ କରିଛି, ତେଣୁ ପ୍ରତ୍ୟାବର୍ତ୍ତନର ସମୟ ଆସିଛି। ଏବେ ପୁଣି ଶକ୍ତିମାନ ଫେରୁଛି ବୋଲି ସେ ନିଜ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ଯାହାକୁ ଅପେକ୍ଷା କରିଛନ୍ତି ଲକ୍ଷ ଲକ୍ଷ ଦର୍ଶକ। ଗେମ୍ ସେଣ୍ଟରରେ ବାହାରେ ଭିଡ଼, ଉପରେ ମାଡ଼ିଗଲା ଦ୍ରୁତଗାମୀ କାର, 35 ଜଣ ମୃତ ଆଉ 43 ଆହତ। ଆପଣ ଶୁଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହେବେ। ଏଥିଯୋଗୁଁ 35 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 43 ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଅବସ୍ଥା ସଙ୍କଟପୂର୍ଣ୍ଣ ରହିଛି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବ ବୋଲି କୁହାଯାଉଛି। ଚୀନର ଜୁଏ ସହରରେ ଏଭଳି ଘଟଣା ଘଟିଛି। ଖବର ମୁତାବକ ସୋମବାର ଦିନ ସନ୍ଧ୍ୟା 7:48 ସମୟରେ ଜୁଏରେ ଗେମ୍ ସେଣ୍ଟର ବାହାରେ ଏକ ଏୟାର ଶୋ ଖୋଲିବାର କାର୍ଯ୍ୟକ୍ରମ ଥିଲା। ଏଥିପାଇଁ ଗେମ୍ ସେଣ୍ଟରରେ ଅଧିକ ଛିଡ଼ା ହୋଇଥିବା ଲୋକଙ୍କ ଉପରକୁ ଚଢ଼ିଗଲା ଦ୍ରୁତଗାମୀ କାର। କାରଟି ଜଣେ 62 ବ୍ୟକ୍ତି ଚଲାଉଥିଲେ। 62 ବୟସର ବ୍ୟକ୍ତି ଚଲାଉଥିବା ଘଟଣାସ୍ଥଳରେ ମଧ୍ୟ ଚମ୍ପଟ ମାରିଥିଲେ। ପରେ ପୋଲିସ ଗିରଫ ମଧ୍ୟ କରିଥିଲା। ତେବେ ଗିରଫ ଅଭିଯୁକ୍ତ ହେଲେ ଫାନ୍। ତେବେ ତେବେ କୁହାଯାଉ ଜାଣିଶୁଣି ଗୋଟେ ଛୋଟ କାର ଦ୍ରୁତ ଗତିରେ ଚଲାଇବା କ୍ରୀଡ଼ା କେନ୍ଦ୍ର ବାହାରେ ଛଡ଼ା ହୋଇଥିବା ଲୋକଙ୍କ ଉପରେ ମାଡ଼ି ଯାଇଥିଲା। ତେବେ ଏଥିଯୋଗୁଁ 35 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 43 ଜଣ ମଧ୍ୟ ଆହତ ହୋଇଛନ୍ତି। ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେଉଛି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ଶରୀରରେ ଆଘାତ ଲାଗିଛି, ତାଙ୍କୁ ହସ୍ପିଟାଲ ମଧ୍ୟ ଭର୍ତ୍ତି କରାଯାଇଛି। ତେବେ ବ୍ୟକ୍ତି ଜଣଙ୍କ ପତ୍ନୀଙ୍କ ସହ ଛାଡ଼ପତ୍ର ପରେ ସମ୍ପତ୍ତି ଭାଗବଣ୍ଟାକୁ ନେଇ ବହୁତ ଚିନ୍ତିତ ଥିଲେ। ତେଣୁ ଏଭଳି କାଣ୍ଡ ଘଟାଇ ପାରନ୍ତି ବୋଲି ଅନୁମାନ ମଧ୍ୟ କରାଯାଇଛି। କେବେଠୁ ଗଲାଣି ଦୀପାବଳି, ହେଲେ ବଦଳୁନି ଦିଲ୍ଲୀର ବାୟୁ ଅବସ୍ଥା। ଦିଲ୍ଲୀ ଏବେ ସଙ୍କଟାପନ୍ନ। ଦିଲ୍ଲୀର ଏବେ ବାୟୁ ପରିମାଣ ବହୁତ ଖରାପ। તે ନେଇକି ମଧ୍ୟ ରାଜଧାନୀ ଅନେକ ଅଞ୍ଚଳରେ 300ରୁ ଅଧିକ ଏକ୍ୟୁ ରେକର୍ଡ କରାଯାଇଛି। ତେବେ ସେଣ୍ଟ୍ରାଲ ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ ତଥ୍ୟ ଅନୁଯାୟୀ ଆୟା ନଗରରେ ବୁଧବାର ଦିନ ସକାଳ 8ଟାରେ 417 ଏକ୍ୟୁ ରେକର୍ଡ ହୋଇଛି, ଯାହାକି ସହରର ସବୁଠାରୁ ଖରାପ ବାୟୁ ବା ଗୁଣବତ୍ତା ବୋଲି କୁହାଯାଉଛି। ଯାହାଫଳରେ ଲୋକଙ୍କର ଦେହ ମଧ୍ୟ ଅଧିକରୁ ଅଧିକ ଖରାପ ହେଉଛି। ତେବେ ଅନ୍ୟ ସବୁ ରାଜ୍ୟରେ କୁହାଯାଉଛି 100ରୁ 150 ଭିତରେ ଏକ୍ୟୁ ରହୁଛି, କିନ୍ତୁ ଦିଲ୍ଲୀରେ ରହୁଛି 300ରୁ ଅଧିକ, ଯାହା ସବୁଠାରୁ ଚିନ୍ତାର ବିଷୟ ବୋଲି କୁହାଯାଉଛି। ଆଜି ଭିସ୍ତାରାର ଶେଷ ଉଡ଼ାଣ। ମଙ୍ଗଳବାରଠାରୁ ଏୟାର ଇଣ୍ଡିଆ ନାଁରେ ଆରମ୍ଭ ହେବ ଚଳାଚଳ। ତେବେ ପୂର୍ଣ୍ଣ ସେବା ପ୍ରଦାନକାରୀ ଏୟାର ଲାଇନ୍ ଭିସ୍ତାରା ସୋମବାର ଦିନ ଏହାର ଶେଷ ଉଡ଼ାଣ ଭରିବ। ମଙ୍ଗଳବାରଠାରୁ ଏହି ଏୟାରଲାଇନ୍ ଏୟାର ଇଣ୍ଡିଆ ଗ୍ରୁପରେ ମିଶିଯିବ। ଏହି ବିଲୟ ସହିତ ଭାରତୀୟ ବିମାନ ସେବା ବ୍ୟବସ୍ଥାର ପୂର୍ଣ୍ଣ ସେବା ପ୍ରଦାନକାରୀ ବିମାନ ସଂଖ୍ୟା ହ୍ରାସ ପାଇ କେବଳ ଗୋଟିଏ ରହିବ ବୋଲି କୁହାଯାଉଛି। ଟାଟା ଗ୍ରୁପ ଓ ସିଙ୍ଗାପୁର ଏୟାରଲାଇନ୍ସ ମିଳିତ ଉଦ୍ୟମରେ ଭିସ୍ତାରା ପରିଚାଳିତ ହେଉଥିଲା। ବର୍ତ୍ତମାନ ଏୟାର ଇଣ୍ଡିଆ ସହିତ ମିଶ୍ରଣ ପରେ ସିଙ୍ଗାପୁର ଏୟାରଲାଇନ୍ସରେ 25.1% ଭାଗିଦାରୀ ରହିବ ବୋଲି କୁହାଯାଉଛି। ତେବେ ଆଉ ଗୋଟେ ବଡ଼ ଖବର, ଯୋଉଟା ଆପଣ ଶୁଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହେବେ। ଲକ୍ଷ ଲକ୍ଷ ଭୂତ ହିତାଧିକାରୀ ଅଛନ୍ତି, ଯାହା ଏବେ ଚିହ୍ନଟ ମଧ୍ୟ ହେଉଛନ୍ତି। ଜିଲ୍ଲାର 11 ବ୍ଲକ 33 ଜଣ ସହରାଞ୍ଚଳରେ
ଇ-କେୱାଇସି ପ୍ରକ୍ରିୟା ଚାଲିଛି। ଏହାପରେ ଅନେକ ହିତାଧିକାରୀ ଗାୟବ ହୋଇଯାଇଥିବା ଦେଖିବାକୁ ମିଳିଛି। ପ୍ରାୟ 29% ହିତାଧିକାରୀଙ୍କ ପତ୍ତା ମଧ୍ୟ ମିଳୁନି। ସେସବୁ ନକଲି ହିତାଧିକାରୀ ବୋଲି ଜଣାପଡୁଛି। ଜିଲ୍ଲାରେ 8,41,523 ଜଣ ହିତାଧିକାରୀ ଖାଦ୍ୟ ସୁରକ୍ଷାରେ ସାମିଲ ଅଛନ୍ତି। ସେମାନଙ୍କ ମଧ୍ୟରୁ 6,03,312 ଜଣ ନିଜ ନିଜ ରାସନ କାର୍ଡରେ ଇ-କେୱାଇସି କରିଛନ୍ତି। ବାକି 2,38,271 ଜଣ କରିନାହାନ୍ତି। ବାରମ୍ବାର ସୂଚନା ଦିଆଗଲେ ମଧ୍ୟ କରିନାହାନ୍ତି। ଜଣାପଡୁଛି ସେମାନେ ସବୁ ଭୂତ ହିତାଧିକାରୀ ଯାହା ରାସନ ହାତଉଥିଲେ। ଏବେ ସରକାର ତାଙ୍କ ନାଁ ମଧ୍ୟ କାଟିଦେବାକୁ ଲକ୍ଷ୍ୟ ରଖିଛନ୍ତି। ତେଣୁ ଆପଣମାନେ ଯଦି ଏପର୍ଯ୍ୟନ୍ତ ଇ-କେୱାଇସି କରିନାହାନ୍ତି ତୁରନ୍ତ ଯାଇ ଇ-କେୱାଇସି କରିଦିଅନ୍ତୁ। ନହେଲେ ଆପଣଙ୍କ ରାସନ କାର୍ଡ ମଧ୍ୟ କଟିଯିବ ବୋଲି ସରକାର କହିଛନ୍ତି। ତେବେ ଇଏ ଥିଲା ଆଜିର ଦେଶ ବିଦେଶର ଜିଲ୍ଲାର କିଛିଟା ଗୁରୁତ୍ୱପୂର୍ଣ୍ଣ ଖବର। ଏଇଭଳିଆ ଖବର ପ୍ରତ୍ୟେକ ଦିନ ସକାଳ 5ଟା ଆଉ ସନ୍ଧ୍ୟା 5ଟାରେ ଜାଣିବା ପାଇଁ ଚାହିଁଲେ ଆମର ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ ଆଉ କମେଣ୍ଟରେ ଜୟ ଜଗନ୍ନାଥ ମଧ୍ୟ ଲେଖିଦେବେ।